गला नहीं है। कौन है कि महाजन जड़े सौदागर पाखक 5टा आकबरी मोहर कि आकबरी मोहर मान बहुत माने मूल्यवान मोहर मान जो कॉइन आकबरी कॉइन है कि बाबू को मन भारी खुशी एटा गोटे क्वेश्चन अछि सौदागरी एटा लाइन ऑनलाइन कर बाबूंकर मन भारी खुशी मिलिला पदार्थ नुहे पाखरे रखी पूजा करिवे मोहर पुटुଳାଟି ଧରି ବସିଥାନ୍ତି କେତେବେଳେ ତଳେ ରଖିଦେଲେଣି ପାଇକରା ମହାଜନ ମୋଟିଆ ମଜୁରିଆ ହିସାବ ପତ୍ର ଛିଡିବାକୁ ରାତି 6 ମାନେ 6 ମାନେ ରାତି ଆସିକି ମାନେ 12ଟା ଗୋଟେ ହେଇଗଲାଣି ଏ ଯୋଉ ସୌଦାଗରୀ ମୋହର ଆକବରୀ ମୋହର ସୌଦାଗର ମାନେ ଦେଇଥିଲେ ଏଟା ଗୋଟେ କ୍ୱେଶ୍ଚିନ୍ ଅଛି ଦିଟା କୋଉମାନେ ଦେଇଥିଲେ ଆଉ କି ଆଥରେ ପ୍ରବଳ ସର୍ଟ କ୍ୱେଶ୍ଚିନ୍ ହେଇପାରିବ କାରଣ ଆଥରେ ଲଙ୍ଗ କ୍ୱେଶ୍ଚିନ୍ ତମର ପଡିବନି ନା କପାରେ ତମର ଲଙ୍ଗ କ୍ୱେଶ୍ଚିନ୍ ଆସେନି ସର୍ଟ କ୍ୱେଶ୍ଚିନ୍ ପ୍ରତି ଧାଡିରେ ତମର ଦେଖ କଣ ହେଇଛି ନା ହଁ ଯେତେବେଳେ ମୋଟି ମହାଜନ ମୋଟିଆ ମଜୁରିଆ ମାନେ ଯୋଉମାନେ ସବୁ କାମ କରୁଥିଲେ ଟୋଟାଲି ଯେତେବେଳେ ବେପାର ସଇଲା ରାତିରେ ସେ ସବୁ କଣ କଲେ ବଳରାମ ବଳ ହିସାବ ଫିସାବ କରନ୍ତି ଆଉ କିଏ ଆଜି କେତେ କାମ କରିଛି ତାର ସବୁ ମାନେ ପଇସା ଦାଖଲ କରନ୍ତି ସେତେବେଳକୁ ସରିଲା ବେଳକୁ ପ୍ରାୟ ରାତି 12ଟା ଗୋଟାଏ ପାଖାପାଖି ହେଇଯାଏ ଦେଖୁନଥିଲେ ଯୋଉ ଆକବରୀ କଣ କିଣିଥିଲେ ତାକୁ କେତେବେଳେ ମାନେ ହାତରେ ଧରିଥିଲେ ସେ ହିସାବ ପତ୍ର ବଳରେ ସେଇଠି ତଳେ ଥୋଇ ଦେଇଛନ୍ତି ବାବୁଙ୍କର ହୋପ ନାହିଁ ଗତି ବନ୍ଦ କରି ଉଠିଗଲେ ମାନେ ତାଙ୍କର ମାନେ ମନେ ନାହିଁ ତହିଁ ଆର ଦିନ ସକାଳେ ଗୋପାଳ ଯେମିତି ଉଠିଛି ଗଦିରେ ମୁହର ପୋଟଳା ଉପରେ ନଜର ପଡିଗଲା ହାତରେ ଧରି ବାବୁଙ୍କ ପାଖକୁ କିଏ ଧାଇଁଛି ହେଲା କି ମାନେ ସେ କାରଣ ବଳରାମ ବଳଙ୍କ ପାଖରେ ଗୋପାଳ ହିଁ ପାଖେ ପାଖେ ଥାଏ ନା ସେ ଦେଖିଛି କାରଣ ସୌଦାଗରୀ ମାନେ ଆକବରୀ ମୋହର ଦେଇଛନ୍ତି ସେ କଣ କଲା ନା ବାବୁ ଭାରି ଖୁସି ହେଇଥିଲେ ଏଇ ପୂର୍ବ ଦିନ ରାତିରେ ସେ ଦେଖିଥିଲା ଦେଖିଛି ସେ ନେଇ ସେ ମୋହର ପୋଟଳାକୁ ଧରିକିନା ତମଛି ତାଙ୍କ ପାଖକୁ ଦୌଡୁଛି କୁକୁଡାଟାକୁ ଆଗରୁ କଲିକତାରେ ଯେମିତି ତୋପ ପଡେ ଗଦିଆନ୍ ଧାର୍ମିକ ହିନ୍ଦୁ ମହାଜନ ମାନେ ଗଙ୍ଗା ସ୍ନାନକୁ ବାହାରି ଯାଆନ୍ତି ଏଇଟା ବି ଗୋଟେ କ୍ୱେଶ୍ଚିନ୍ ଅଛି ହେଲା ଦେଖ କଣ ହେଇଛି ନା କୁକୁଡା ଆମର କଣ ଯଦି ପୁରା ସକାଳ ହେଇଗଲେ କୁକୁଡା ବୋବାଇ ନା ସେମିତି ମାନେ ତା ଆଗରୁ ମାନେ 4ଟା ରାତିରୁ କଲିକତାରେ ଗୋଟେ ମାନେ ଅଛି ମାନେ ଦସ୍ତୁର ଅଛି କି ରାତି 4ଟାରୁ ସବୁ ବ୍ୟବସାୟୀ ମାନେ ଯାଇକିନା ଗାଧୋଇ ପାଧେଇ ଆସି ମନ୍ଦିର ଦର୍ଶନ କରି ଯାଇକିନା ଦୋକାନ ଖୋଲିବେ ଆଉ ବ୍ୟବସାୟ ଆରମ୍ଭ କରିବେ ହେଲା ସେ କଥା ସେ କହୁଛନ୍ତି ଗଙ୍ଗା ହଁ ମହାଜନ ମାନେ ଗଙ୍ଗା ସ୍ନାନକୁ ବାହାରି ଯାଆନ୍ତି ଢେର ଯୋଉ ଠାକୁର ଠାକୁରଙ୍କୁ ଦର୍ଶନ କରି ଗଦିକୁ ବାହୁଡିବା ବେଳକୁ 2 ଘଣ୍ଟା ମାନେ 8ଟା 9ଟା ହେଇଯାଏ କାର୍ଯ୍ୟ ଧର୍ମ କାର୍ଯ୍ୟ କରିବାକୁ ସେଇଟା ହେଲା ଅସଲ ବେଳ ମାନେ ତାଙ୍କୁ ଦିନମାନ ଆଉ ବ୍ୟବସାୟ କାମ କରି ତାଙ୍କୁ ଦିନମାନ ଆଉ ମାନେ ସମୟ ନଥାଏ ଠାକୁରଙ୍କୁ ଡାକିବା ପାଇଁ ଏଇ ରାତି 4ଟାରୁ ଉଠିକିନା ସେ ଗାଧେଇ ପାଧେଇକି ଠାକୁରଙ୍କୁ ଦର୍ଶନ କରନ୍ତି ପୁରୁଷୋତ୍ତମ କାହିଁ ବାବୁଙ୍କୁ ନଭେଟି ଗୋପାଳ ତାଙ୍କ ପଲଙ୍କ ତକିଆ ତଳେ ପୋଟଳାଟି ଥୋଇଦେଲା ତାହାର ବି ସେ କଥା ଆଉ ମନରେ ନାହିଁ ବାବୁ ସ୍ନାନ ସାରି ଆସିଲା ବେଳକୁ ଚାକର ବିଦ୍ୟା ଏଇଟା ଗୋଟେ କ୍ୱେଶ୍ଚିନ୍ ଅଛି ଚାକର କିଏ ହେଲା ଚାକର ବିଦ୍ୟା ବାରିକ ଗଦି ଝାଡୁ କରି ଗଙ୍ଗା ଜଳ ଛିଞ୍ଚି ଧୂପ ଉକୁଳ ଧୂଆଁ ଜାଳି ଦେଇ ସାରିଥିଲା ଯୋଉ ଧୂପକାଠି ଜାଳି ଦେଇ ସାରିଥିଲା ବାବୁ ବଡ ମାଣ୍ଡିଆଟାକୁ ଆଉଜି ବସି ରୂପା ବନ୍ଧା ହୁକାରେ ଭଡର ଭଡର କରି ଗୁଡାକ ପିଇବାକୁ ବସିଲେ ମାନେ ଯୋଉ ଦେଖୁନ ଆଗ କାଳରେ ଯୋଉ ମାନେ ପୁରୁଣା ଫିଲ୍ମ ପୁରା ଏମିତି ଭଳିଆ ହେଇଥିବ ତା ଭିତରେ ଗୁଡାକ ଆଉ ସବୁ ଯୋଉ ଚିଲମ ଫିଲମ ସବୁ ଟାଣନ୍ତି ସେଇଟା ହେଲା ଗୁଡାକ ଭଡର ଭଡର କରି ପିଉଥିଲେ ତାପରେ ଦେଖ ଆଗରେ 2 କଡା କଣା କଉଡି ବନ୍ଧା ବ୍ରାହ୍ମଣ ହୁକା କାୟାସ୍ଥ ହୁକା ନବଶାଖ ହୁକା କଂସା ବୈଠକରେ ଧୁଆ ହଉଛି ମାନେ ସେ କହୁଛନ୍ତି ଦେଖ ସେତେବେଳେ କଣ ସବୁ ଜାତିଭେଦ ଥିଲା ବ୍ରାହ୍ମଣ ମାନେ ଆସିଥିଲେ ବ୍ରାହ୍ମଣ ହୁକାରେ କି ଖଣ୍ଡାୟତ ମାନେ ଆସିଥିଲେ କାୟସ୍ଥ ହୁକାରେ କି ଆଉ ତା ତଳକୁ ଆଉ ଯିଏ ଥିବ ମାନେ ଏମିତି ସବୁ ପ୍ରକାର ହୁକା ଥୁଆ ହେଇଥିଲା ମାନେ ଯିଏ ଆସିବ ସିଏ ସେଇ ହୁକାରେ ଟାଣିବ ହେଲା ତାପରେ ଦେଖ ଏଇଟା ହେଲା କଲିକତାର ସବୁ ଗଦିର ଦସ୍ତୁ ମାନେ ସମସ୍ତ ଦେଖ ଇଏ ମାନେ ତାଙ୍କର ବ୍ୟବସାୟ ହଉଛି ଧୂଆଁପତ୍ର ସମସ୍ତେ ସିନା ଟାଣିକି ଟେଷ୍ଟ କଲେ ସିନା ନେବେ ନା କଣ ଟେଷ୍ଟ ସବୁ ତାର ଚାଖିଛ ଚାଖିଛ ତାପରେ ଦେଖ ବେଳ 6 ଘଡି ବେଳେ
हठात बाबूଙ୍କର मने पड़गला मोहर कथा तो 6 घड़ी है मने पड़गला हाँ मोहर कहीं बाबू छिड़ा हो पड़े हुक्काटा हाथ खसी पड़ी निआ पानी गदी जाक बुड़ीगला माने सी जो टाणुले हुक्काटा तो हठात कहले मोहर कहीं मन पड़गला तो से मोहरटा मैंने कौन कले तले गड़ी पड़े निआ लगी ना धुआ तापर से जो गदी बसते से गदी माने पानी निआ सब ढाली गला पानी कोठू आसला पिया ପାଇଁ ରଖିଦେଉ ସେଇଠି ଦେଖ ପାଣି ଗଦି ଯାକ ବୁଡି ପଡିଲେଣି ଦେଖୁଛି କିଏ 5ଟା ମୋହର ବଡ କଥା ନୁହଁ ଏ ଯେ ହେଲା ଆକବରୀ ମୋହର କିଏ ଗପୁଛି ଆକବରୀ ମୋହର ସେ ମୋହର କଲେ ଲକ୍ଷ୍ମୀ ଛାଡିଯାଏ बाबू तो मुंडरे हाथ दे गुम मारी बसीगले आ गोपाल रोसई घरे बसी मोहर खोजा शुणी धाई आसला बाबू को हसी हसी कहले आगे आज्ञा मोहर अच्छी बाबू धाई धाई आसी गोपाल को कुड़े पकाइले गोपाल मोहर काढ़ी दे पाइबार हाल सब कहला बाबू दंडे जाए अनै निश्वास जाए माइले माने आउची नहीं था माने एते मूल्यवान मोहर माने काहाकू मिलवा कथा नु माने जी मोहर माने को कहली कोएन ଆମର ଯେମିତି ଦେଖ କିଛି ଗୋଟା କିଛି କଏନ ଦେଖିଛ ସେ କଏନ ଉପରେ ଲକ୍ଷ୍ମୀଙ୍କ ଚିତ୍ର ହେଇଥିବ ନାଇଁ ହଁ କେତେ ଚିତ୍ର ହେଇଥିବ ସେମିତି ସେ କାଳରେ ଥିଲେ କିଛି କାଇଁ କଣ ଗପୁଛ କଣ କହୁଛ ମତେ କହୁନା ହଁ ଆଉ ତମ ସବୁରେ ଏଇଠି କାଠ ଠିଆ ହେଇ କଣ ପଡେ ମୋ ତଣ୍ଡି ହେଲାଣି ହେଲା ତାପରେ ସେଠୁ କଣ ହେଇଛି ନା ସେ କହିଛନ୍ତି କି ଏଇ ମୁହୂର୍ତ୍ତରେ ଯଦି ଯିଏ ବି ପାଇଥାନ୍ତା ସିଏ ଆଉ ଦେଇନଥାନ୍ତା ଏତେ ମୂଲ୍ୟବାନ ମୁହୂର୍ତ୍ତ ମାନେ କେମିତି ପଡିଥାନ୍ତା ଯାହାକୁ ମାନେ ଲକ୍ଷ୍ମୀ ବି କରନ୍ତି ତାକୁ ସେ ଆକବରୀ ମୋହର ମିଳେ ହେଲା ଯେ ଲକ୍ଷ୍ମୀ ଛଡା ହେଇଯିବ ମାନେ ସେ ମୋହର ଛାଁ ତା ପାଖକୁ ଗୋଟେ ପଳେଇବ ତାପରେ ବାବୁ ଯେତେବେଳେ ଜାଣିଲେ କି ଗୋପାଳ ମାନେ ଏତେ ବିଶ୍ୱାସୀ ଲୋକ ହେଇଗଲା ସେଇ ଦିନରୁ ମାନେ ବିଶ୍ୱାସୀ ପିଲା ହେଇଗଲା ଯେତେବେଳେ ସେ ମାନେ କିଛି ନ ଜାଣି ନ ଶୁଣିକି ସେ ଚାହୁଁଥିଲା ସେ ଆକବରୀ ମୋହର ନେଇଯାଇଥାନ୍ତା କେତେ ଟଙ୍କାରେ ବିକି ଦେଇଥାନ୍ତା ନାଇଁ କି କିନ୍ତୁ ସିଏ ଆଣି ବାବୁଙ୍କର ଖଟ ତଳେ ତକିଆ ତଳେ ରଖିଦେଇଛି ସେଇଦିନ କତିରୁ ତୁଚ୍ଛାଟା ହେଲେ ବାବୁ 10 ଥର ଗୋପାଳରେ ଡାକ ପକାଉଥିଲେ ଭୋଜନ ବେଳେ ଥାଳି ପାଖରେ ଗୋପାଳ ଅବକ୍ଷୁରାରେ ଜଳ ଥୋଇ ନଦେଲେ ବାବୁଙ୍କୁ ଆଉ ଜଳ ଭଲ ଲାଗେ ନାହିଁ ଅବକ୍ଷୁରା ମାନେ ଗ୍ଲାସ ହେଲା ବାବୁଙ୍କର ବିଡିଆ ଗୋପାଳ ଭାଙ୍ଗିବ ବିଡିଆ ହଉଛି କଣ ନା ବିଡିଆ ପାନ ହେଲା ସେଜ ମାନେ ଗୋପାଳର ଜିମା ବାବୁଙ୍କର ଶ୍ରଦ୍ଧା ଦେଖି ଗଦିର 5 ଜଣ ବି ତାକୁ ମାନିଲେ ମାନେ ସେଇ ଯୋଉଦିନ ଠାରୁ ସେ ଆକବରୀ ମୋହର ମାନେ ଦେଲାଣି ବାବୁଙ୍କୁ ସେଦିନ ଠାରୁ ତାକୁ ସେ ବହୁତ ବିଶ୍ୱାସ କରନ୍ତି ଆଉ ତାକୁ ବହୁତ ଭଲ ପାଆନ୍ତି ମାନେ ଯୁଆଡେ ଗଲେ ଖାଲି ଗୋପାଳ ଖାଇଲେ ଶୋଇଲେ ସବୁବେଳେ ଖାଲି ଗୋପାଳ ହେଉ ବାବୁଙ୍କର ଇଚ୍ଛା ବଡ ଗୋଟିଏ କିଛି ପାଇଟିରେ ତାକୁ ଲଗାଇବେ ହେଲେ ଓଡିଆ ପିଲା ମଫସଲି ଗାଁର ଘର ଏଣେ ତ କଲିକତାଟା ହଉଛି ଠକ ଗଣ୍ଠି କଟା ଖଣି କଣ ବୋଲି କଣ ହୋଇଯିବ ଆଉ ଟିକିଏ ପାରିଲେ ସେ କହିଛନ୍ତି କି ମୁଁ ତାକୁ ଗୋଟେ କଣ କରିବି ନା ଗୋଟେ ଭଲ ପାଇଟି ମାନେ ଭଲ କାର୍ଯ୍ୟରେ ମୁଁ ତାକୁ ରଖେଇଦେବି ଯେହେତୁ ସେ ମତେ ମୋର ଏତେ ବିଶ୍ୱାସ ବା ଏତେ ନିଜର ହେଲାଣି ତ ଗୋଟେ ଭଲ କାର୍ଯ୍ୟରେ ଲଗେଇବି ଏବେ ଯଦି ମୁଁ ତାକୁ ବ୍ୟବସାୟରେ ଲଗେଇବି ଲୋକମାନେ ତାକୁ ଠକିକି ନେଇଯିବେ କାରଣ ସେ ଛୋଟ ପିଲାଟେ ଥିଲା ଠକିକି ନେଇଯିବେ କାରଣ କଲିକତା ହଉଛି ବହୁତ ମାନେ ଠକ ଜାଗା ହେଲା ଆଉ ଟିକେ ବଡ ହେଇଯାଉ ମୁଁ ତାକୁ ଗୋଟେ ଭଲ ପାଇଟି ବା ଭଲ କାର୍ଯ୍ୟରେ ଲଗେଇବି ଦିନ ବେଳ 6 ଘଟି ଯାଏ ଚୁଲିରେ ଲୁଣ୍ଡା ପଡିଥିଲି ଲୁଣ୍ଡା ମାନେ ହଉଛି ଜାଳ ହେଲା ରୋଷେଇଆ ବ୍ରାହ୍ମଣ କାହିଁ ହଁ ଦେଖ ଦେଖ ବାବୁଙ୍କର ଟଙ୍କା ସିନ୍ଧୁକ ଚାବି ଭଙ୍ଗା 500 ଟଙ୍କାର ଥାଳିଟା ନାହିଁ ମାନେ ସିନ୍ଧୁକ ଭାଙ୍ଗି 500 ଟଙ୍କାର ପିତ୍ତଳ ଥାଳିଟା ନେଇଯାଇଛି କିଏ ସେତେବେଳେ ସମୟରେ ପିଲାମାନେ 500 ଟଙ୍କା ମାନେ କେତେ ଟଙ୍କା ହେଲା ନେଇ ମାନେ ସିନ୍ଧୁକ ଭାବି ସେ ତାଙ୍କର ଯିଏ ରୋଷେଇ କରିବାକୁ ଆସେ ଯୋଉ ବ୍ରାହ୍ମଣ ହେଲା ଓଡିଆ ବ୍ରାହ୍ମଣ ସେ କଣ କରୁଛି ନା ସିନ୍ଧୁକ ଚାବି ଖୋଲି ତା 500 ଟଙ୍କାର ଥାଳି ନେଇକିନା ଫେରାର ହେଇଯାଇଛି ଫେର ଖୋସ୍ତ ଥାନାରେ ଏତଲା ବି ଦିଆଗଲା ଥାଳି ପାଇଁ ଥାଳି ଚୋରି ଶେଷବେଳେ ପିଲା ଜାଣିନ ମାନେ ଏବେ ସେ ସେତେବେଳେ 500 ଟଙ୍କା ମାନେ ଏବେ ସେ କେତେ ଟଙ୍କା ହବ
ନିହାତି 20-25 ହେଲା ମାନେ ସେତେବେଳେ 8 ବି ମଜୁରୀ ନଥିଲା। ସେ କେତେ ଟଙ୍କା ରୋଜଗାର କଲା ତାର ସୁନା ଥାଳି ପିତ୍ତଳ ଥାଳି ସବୁବେଳେ ଖାଏ ହେଲା। ସେ ବ୍ରାହ୍ମଣ କଣ କରୁଛି ନା ନେଇକିନି ପଳେଇଛି ଚୋରି କରିକି ହେଲା। ତାପରେ ଆଉ ପୂଜାରୀ ଏକା ବେଳେ ମାନେ ଆଉ ଟୋଟାଲି ପୋଲିସ ରେ ଦିଆ ହେଲେ ବି ସେ ଆଉ ମିଳିଲାନି ଥାଳି ନେଇ କୁଆଡେ ପଳେଇଛି। ବେଳ ବଡି ବାବୁ ଉପାସେ ବସିଛନ୍ତି ହେଲା। ସେଦିନ ତ ବ୍ରାହ୍ମଣ ଥାଳି ନେଇ ପଳେଇଛି ତାକୁ ତ ଖୋଜାଖୋଜି କରୁଛନ୍ତି। ଆଉ ପୁଣି କଣ କରିବି ବଙ୍ଗାଳୀ ବ୍ରାହ୍ମଣ ହାତରୁ ତ ଖାଇବେ ନାହିଁ। ସେ କେବଳ ଓଡିଆ ବ୍ରାହ୍ମଣ ହାତରୁ ହିଁ ଖାଇବେ। ଓଡିଆ ବ୍ରାହ୍ମଣ ପୁଣି ମିଳିବା ଦରକାର କିଏ କୋଉଠି ଥିବ। ଆଉ କଲିକତାରେ ବଙ୍ଗାଳୀ ଲୋକ ବେଶୀ ନା। ଏତେ ଚଞ୍ଚଳ ଓଡିଆ ବ୍ରାହ୍ମଣ ବା କାହୁଁ ଘଟୁଛି ମାନେ ମିଳିବେ। ଗୋପାଳ ହାତ ଯୋଡି କହିଲା ଆଜ୍ଞା ମୁଁ ତମେ ଦିଟା ଚଢେଇ ଦିଏ। ଚଢେଇ ଦିଏ ମାନେ ମୁଁ ଯାଉଛି ଦିଟା ରୋଷେଇ କରିଦିଏ ହେଲା। ବାବୁ କହିଲେ ତୁ ପାରିବୁରେ ଆଚ୍ଛା ହେଉ ଏଇ ଓଳିଟା ଚଳି ଯାଉ ମାନେ ତୁ ଯେମିତି ହଉ ସେମିତି ହଉ ରୋଷେଇ କରିଦେ ଏଇ ଓଳିଟା ଚଳିଯାଉ ଆର ଓଳି ଦେଖିବା କାହାକୁ ଖୋଜିକି ଆଣିବା ଆଉ। ବାବୁ ଖାଁ ପିଢାରେ ବସି ଦେଖିଲେ ମାନେ ଯୋଉ ପିଢାରେ ବସିକିନି ଖାଆନ୍ତିନି। ରାଜା ମହାରାଜା ମାନେ ଯେମିତି ଚାରିକଣିଆ ପିଢା ଥାଇତ ସେ ଖାଁ ପିଢାରେ ବସିକିନି ଦେଖିଲେ ଏତେ ଚଞ୍ଚଳ 5 ତିଅଣ ପୁଣି ବଡ ଭଲ ହେଲା ମାନେ ପୁରା ବଢିଆ ରୋଷେଇ ପୁରା 5 ପ୍ରକାର ରୋଷେଇ କରିଦେଇଛି କିଏ ଗୋପାଳ ହେଲା। ପଚାରିଲେ ଆରେ ଗୋପାଳ ତୁ କେମିତି ରାନ୍ଧି ଶିଖିଲୁ? ଆଜ୍ଞା ପୂଜାରେ ରନ୍ଧା ଦେଖି ଦେଖି ମୁଁ ଶିଖି ଯାଇଛି। ସେ ରାନ୍ଧୁଥିବା ବେଳେ ମୁଁ ବସି ଦେଖୁଥାଏ। ଏଇଟା ଗୋଟେ କୋଶ୍ଚିନ୍ ଅଛି ଗୋପାଳ ରୋଷେଇ କେମିତି ଶିଖିଥିଲା? ଆଉ ଗୋଟେ କୋଶ୍ଚିନ୍ ଅଛି ବଳରାମ ବଳ କେଉଁ ବ୍ରାହ୍ମଣ ହାତରୁ ଖାଇବା ଖାଉଥିଲେ? ଓଡିଆ ବ୍ରାହ୍ମଣ। ଆଉ ଗୋଟେ କୋଶ୍ଚିନ୍ ଅଛି କୋଉ ଦିନ ଠାରୁ ବଳରାମ ବଳଙ୍କର ଗୋପାଳ ବିଶ୍ଵାସ ଭାଜନ ହେଇଛି ହେଲା। ଆଉ ଏତିକି ପଢା ହେଲା ଟିକେ ପଢିଦିଅ କାର କୋଉଟା ଡାଉଟ ଅଛି। କୋଶ୍ଚିନ୍ ତ ପଚରା ହବ ଯେତିକି ପଢା ହେଲା ପଢିକିନା ଆସିଥିବ। ପଚାରିକି ତା ଭିତରୁ କୋଶ୍ଚିନ୍ ପଚାରିବି। କିଏ ବଳରାମ ବଳଙ୍କୁ ଆକବରୀ ମୁହର ଦେଇଥିଲେ? କିଏ? ଏବେ ବା ପଢା ହେଲା। କେତେବେଳେ କଲିକତାରେ ତୋପ ପଡେ? କେତେବେଳେ କଲିକତାରେ ତୋପ ପଡେ? କୁକୁଡା ଡାକ ଆଗରୁ କୁକୁଡା ଡାକ ପୂର୍ବରୁ ହେଲା। ବାବୁଙ୍କର ଚାକର ନା କଣ ଥିଲା? ଯାହା ପଚାରୁଛି ସବୁ ସର୍ଟ କୋଶ୍ଚିନ୍ ଅଛି। ଉତ୍କଳର ବେପାରୀଙ୍କ ଦଣ୍ଡିଦାର କିଏ ଥିଲେ? କିଏ? ଦଣ୍ଡିଦାର କିଏ? ବଳରାମ ବଳ। ବଳରାମ ବଳ। କଲିକତାର ଆମଦାନୀ ମାଲ ମଧ୍ୟରେ କଣ ପ୍ରଧାନ ଥିଲା? ଉତ୍କଳରେ କଲିକତି ଧୂଆଁପତ୍ରର ନାମ କଣ? ଓଡିଶାରେ କାହାର ନାମ ଡାକ ଥିଲା? ବଳରାମ ବଳ।